ମୁକ୍ତିଙ୍କ ଚାରିପାଖରେ ଧନଶ୍ରୀ, ନାତାଶା ଆଉ ଶାଲିନୀ ଆଉ ଜୟଦେବ ଚାରିପଟରେ ଘୁରୁଛନ୍ତି। ଆଉ ମୁକ୍ତି ଏସବୁ ଦେଖିକି ବହୁତ କଷ୍ଟ ପାଉଛନ୍ତି ଆଉ ବହୁତ ଡରି ଯାଉଛନ୍ତି ମଧ୍ୟ। ସେଇ ଟାଇମ୍ରେ ନାତାଶା ମୁକ୍ତିକୁ କହୁଛନ୍ତି, ଆରେ ବୋକି, ସିଏ ତତେ ବୋକା ବନଉଥିଲେ ଆଉ କିଛି ବି ନୁହଁ, କେବଳ ତୋ ପେଟରେ ଥିବା ସେଇ ବେବି ପାଇଁ। ଆଉ ଯେତେବେଳେ ସେ ବେବି ଏ ଦୁନିଆରେ ନାହିଁ ଆଉ ସେ ଭଲ ପାଇବା ଦି ଏଣ୍ଡ ମୁକ୍ତି। ସେଇ ଟାଇମ୍ରେ ମୁକ୍ତି ନାତାଶାକୁ ଜୋର ପାଟିରେ ଚିଲେଇକି କହୁଛନ୍ତି, ନାତାଶା ତୁ ଚୁପ୍ କର, ଆଦି ମୋତେ ବହୁତ ଭଲ ପାଉଛନ୍ତି। ସେଇ ଟାଇମ୍ରେ ଶାଲିନୀ ମୁକ୍ତିକୁ କହୁଛନ୍ତି, ହଉ ଠିକ୍ ଅଛି, ଆମେମାନେ ସମସ୍ତେ ମାନି ନେଉଛୁ ଯେ ଆଦି ତତେ ବହୁତ ଭଲ ପାଆନ୍ତି। ତାହେଲେ ଠିକ୍ ଅଛି ମୁକ୍ତି, ତୁ ଗୋଟେ କଥା ଭାବ, ଆଦି ଯଦି ତତେ ଏତେ ଭଲ ପାଉଛନ୍ତି ତାହେଲେ ତତେ ଏତେ ସମୟ ପର୍ଯ୍ୟନ୍ତ ଖୋଜିବାକୁ ଆସୁନାହାନ୍ତି କ'ଣ ପାଇଁ? କାହିଁକି ସେ କ'ଣ ଜାଣିନାହାନ୍ତି ତୁ ଏଠି ଅଛୁ ବୋଲିକି? ସେଇ ଟାଇମ୍ରେ ଶାଲିନୀକୁ କହୁଛନ୍ତି, ଆଦି ମୋତେ ବହୁତ ଭଲ ପାଆନ୍ତି, ସେ ନିଶ୍ଚିତ ଭାବରେ ମୋତେ ଖୋଜିବାକୁ ଆସିବେ। ସେଇ ଟାଇମ୍ରେ ନାତାଶା ଶାଲିନୀକୁ କହୁଛନ୍ତି, ତମେ ଠିକ୍ କହିଛ ଶାଲିନୀ, ଯଦି ଏ ମୁକ୍ତିକୁ ଆମେ ଖୋଜିକି ପାଉଛନ୍ତି ତାହେଲେ ଆଦି ତୋ ପାଖରେ କାହିଁକି ପହଞ୍ଚି ପାରୁନାହାନ୍ତି? ଆରେ ଭଲ ପାଉଥିବା ଲୋକ ନା ପାହାଡ଼ କାଟିକି ବି ରାସ୍ତା ବନେଇ ଦେଉଛନ୍ତି, ଆଦି ସାମାନ୍ୟ ଜଙ୍ଗଲ ରାସ୍ତାରେ ଆସିପାରୁନାହାନ୍ତି। ସେଇ ଟାଇମ୍ରେ ଜୟଦେବ କହୁଛନ୍ତି ନାତାଶାଙ୍କୁ, ନାତାଶା ଆଦି ଟ୍ରେନ୍କୁ ୱେଟ୍ କରିଥିବ, ଆଉ ଟ୍ରେନ୍ ଆସିଲେ ତ ସେ ଆସିବ। ଏମିତି ଜୟଦେବ କହିକି ନାତାଶା ହସୁଛନ୍ତି ଜୟଦେବଙ୍କ କଥା ଶୁଣିକି। ଆଉ ଆଦିଙ୍କ ପାଇଁ ମୁକ୍ତିଙ୍କୁ ବି ବହୁତ କଷ୍ଟ ଲାଗୁଛି। ଆଉ ସେଠି ସମସ୍ତେ ଯେତିକି ଜଣ ଅଛନ୍ତି ଧନଶ୍ରୀ, ଶାଲିନୀ, ନାତାଶା, ଜୟଦେବ ସବୁ ବହୁତ ହସୁଛନ୍ତି ମୁକ୍ତିଙ୍କୁ ଏମିତି କହିକି ଆଦିଙ୍କ ବିଷୟରେ। ସେଇ ଟାଇମ୍ରେ ନାତାଶା ମୁକ୍ତିକୁ କହୁଛନ୍ତି, ସେ ତ ଆସିବାକୁ ଜମାରୁ ବି ଚାହୁଁନାହାନ୍ତି, କାହିଁକି ନା ସେ ତତେ ଜମାରୁ ବି ଭଲ ପାଆନ୍ତିନି ଆଉ ତତେ ସେ ବଞ୍ଚେଇବାକୁ ବି ଚାହୁଁନାହାନ୍ତି। ସେଇ ଟାଇମ୍ରେ ମୁକ୍ତି ଜୋରସେ ଚିଲେଇକି କହୁଛନ୍ତି, ଚୁପ୍ କର ସମସ୍ତେ, ଆଦି ମୋତେ ବହୁତ ଭଲ ପାଉଛନ୍ତି ଆଉ ସେ ସତ ଜାଣିଲା ପରେ ନା ସେ କାହାକୁ ବି ଛାଡ଼ିବେନି, କାହାକୁ ବି ନୁହଁ। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି, ଓ ମାଇ ଗଡ୍, ମୁଁ ଆଜି ପର୍ଯ୍ୟନ୍ତ ନା ଆ ଭଳିଆ ବୋକି ଝିଅ ଜମାରୁ ବି କୋଉଠି ଦେଖିନି। ଯେମିତି ତତେ ଲାଗୁଥିଲା ମୁଁ ହେଉଛି ତୋ ମା, ମୋ ଭିତରେ ତୋ ମା ଦେଖାଯାଉଛି ତତେ। ଆଉ ଠିକ୍ ସେମିତି ତତେ ଲାଗୁଛି ଆଦି ତତେ ଭଲ ପାଉଛି, ଆଉ ଏଇଟା ହିଁ ତୋର ଭୁଲ ଧାରଣା। ସେଇ ଟାଇମ୍ରେ ନାତାଶା ସମସ୍ତଙ୍କୁ କହୁଛନ୍ତି, ଚାଲ ଚାଲ, ଏଠି ବହୁତ ଡ୍ରାମା ହେଇଗଲା, ଚାଲ ଏବେ ଆମେ ଆକୁ ସମସ୍ତେ ମିଶିକି ଏଇଠି ଶେଷ କରିବା। ମୁକ୍ତି ଏସବୁ କଥା ନାତାଶାଙ୍କ ପାଟିରୁ ଶୁଣିକି ବହୁତ ଜୋର ଡରି ଯାଉଛନ୍ତି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି? କ'ଣ ଆଦି ସତରେ ବଦଳିଗଲେ? ସତରେ କ'ଣ ଆଦି ମୁକ୍ତିଙ୍କର ଯେତିକି ସବୁ ଭଲ ପାଇବା ସବୁ କିଛି ଭୁଲିଗଲେ? ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ।